নাই একটি সময় আসছে মূর্যমান আজ সময় বেড়েছে কিন্তু কালকে সময় আমাকে বেরবো না একদিন আমি সুযোগ মিলবো না আজ আপনার রাগ সময় হচ্ছে মূর্যমানে আপনার প্রভু নিকটে আসন্ত সত্য করে আত্মারে প্রভুকে ধন্যবাদ দিয়ন্তু আত্মারে প্রভুকে প্রশংসা করন্তু দেখবো আপনার লাইফ কেমনি বদলে যাব প্রাইজ দ্য লর্ড হালেলুয়া হালেলুয়া ଆପଣ ସାଧାରଣ ଅସାଧାରଣ ଅଟନ୍ତି ଆପଣଙ୍କ ହୃଦୟରେ ପ୍ରଭୁଙ୍କର ଆତ୍ମା ଅଛି ପବିତ୍ର ଆତ୍ମା ଆପଣଙ୍କ ସହିତ କଥାବାର୍ତ୍ତା ଚାହାନ୍ତି ସେ ଶୁଣିଲେ ଆପଣ ଶୁଣାଇବେ ଯେତେବେଳେ ଆପଣ ପ୍ରଭୁଙ୍କ ବାକ୍ୟରେ ବୁଡ଼ିବେ এই ବାକ୍ୟ ଗଭୀର ସମୁଦ୍ର ଅଟେ এই ସମୁଦ୍ର ମଧ୍ୟରେ ଯେତେ ଲୋକ ଯାଇଛନ୍ତି ସେମାନେ ହତାଶ ହେଇନାହାନ୍ତି ନିରାଶ ହେଇନାହାନ୍ତି ତାଙ୍କ ଜୀବନରେ ଆନନ୍ଦ 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 ପରମ ଆନନ୍ଦ ଆନନ୍ଦ ହିଁ ଆନନ୍ଦ ବର୍ତ୍ତମାନ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ଆମେ ଜାଣୁ ମୋତେ ବାଳକ କୁହ ନାହିଁ ମୁଁ ସାଧାରଣ ଅସାଧାରଣ ଅଟେ ଅଗ୍ନିଶର ଛାଡ଼ କଥା ପବିତ୍ର ଅଗ୍ନି ଅଛନ୍ତି ମୋତେ ଛୁଇଁବ ତମେ ଜଳିଯିବ ତମେ କରେଣ୍ଟ ଅଛି ତମେ ଝଟକା ହେଇଯିବ ହାଲେଲୁୟା ଏହା ଭବିଷ୍ୟତ ପ୍ରତ୍ୟେକଙ୍କର କାମ ଅଟେ ମୋ ସହିତ ଯୁକ୍ତିଯୁକ୍ତ କର ନା ଜଳିଯିବ କାହିଁକି ମୋ ସହିତ ପ୍ରଭୁ ଅଛନ୍ତି ଆପଣ ପ୍ରଭୁଙ୍କ ସହିତ ଚାଲିବା ଲୋକ ହୁଅନ୍ତୁ ଆଠ ପଦ ପଢିବା ସମୟରେ ସେମାନଙ୍କ ସକାଶେ ଭୀତ ହୁଅ ନାହିଁ କାରଣ ତୁମକୁ ଉଦ୍ଧାର କରିବା ପାଇଁ ଆମେ ତୁମ ସଙ୍ଗେ ସଙ୍ଗେ ଅଛୁ ଅନେକ ବିପଦ ଅନେକ ସମସ୍ୟା ଆସିବ ସେମାନେ ହଜାର ହୋଇଥାଇ ପାରନ୍ତୁ ହଜାରଟା ସୈନିକ ହେଇଥାଇ ପାରନ୍ତୁ କିନ୍ତୁ ଆପଣଙ୍କ ପାଖରେ ଯୀଶୁ ଅଛନ୍ତି ଦେଖ ଦାଉଦ ଏକ ଯୁବା ଥିଲେ ତାଙ୍କ ସମ୍ମୁଖରେ ବିରାଟ ଲୁହାର ବସ୍ତ୍ର ପିନ୍ଧି ବିରାଟ ବଡ଼ ଖଟମଗ ଧରି ସେ ଉଭା ହୋଇ ଅଛନ୍ତି ସେ ଲଙ୍କାରୁଛନ୍ତି କିଏ ଅଛି ମୋ ପାଖରେ ଯେ ମୋତେ ସାମ୍ନା କରିପାରିବ ଆସ ସେ ସମୟରେ ଦାଉଦ ମୁଁ ଅଛି ପ୍ରେଜ୍ ଦ ଲର୍ଡ ହାଲେଲୁୟା ଦାଉଦ ଯୁବା ଥିଲେ ଅନେକ ଯୁବାମାନେ ହାର ମାନିଲେ କିନ୍ତୁ ଏଇ ଯୁବା ହାର ମାନିଲେ ବର୍ତ୍ତମାନ ବିରାଟ ବଡ଼ ଖଟକ ଧରିଛୁ ସେ ପୁରା ଆଉ ଆମେ ଦେଖୁଛୁ ଲୁହାର ବସ୍ତ୍ର ସେ ପିନ୍ଧିଛି କୋଉ ଜାଗାରେ ଖାଲି ନାହିଁ ପୁରା ଲୁହାର ବସ୍ତ୍ରରେ ସେ ସଜା ହେଇଛି ବର୍ତ୍ତମାନେ ଆଉ ଲଙ୍କାରୁଛି କିଏ ଅଛି ମୋ ସହିତ ଯୁଦ୍ଧ କରିବ ମୁଁ ତାକୁ ବିପୁଡ଼ି ଭଳିଆ ତାକୁ ପାଦ ତଳେ କଣ କରିବି ରନ୍ଧି ଦେବି କିନ୍ତୁ ସେଇ ଭିତରେ ଆସିଲେ କିଏ ଦାଉଦ ହାଲେଲୁୟା ହାଲେଲୁୟା ତୁ କାହାକୁ ଡରାଉଛୁ ତୁ କାହାକୁ ଡରାଇ ପାରିବୁ ନାହିଁ ଦାଉଦ ମୋତେ କହିଥିବ ଚୁପ୍ କରେ ତୁ ମୋର ପାଦ ତଳେ ତୁ ମୋତେ କିଛି କରିପାରିବ ନାହିଁ ଗଲିଆତ ଇର୍ଷା କରିବାକୁ ଲାଗିଲା ବର୍ତ୍ତମାନ ଗଲିଆତ ପୁରା ଏମିତି ଗୋଟେ ବ୍ୟତିବ୍ୟସ୍ତ ହେଇଗଲା ବର୍ତ୍ତମାନେ କାହିଁକି ସେ ଭାବିଲା ଗୋଟେ ଖଣ୍ଡା ଧରି ଆସିବ ତାଲୁଆ ଧରି ଆସିବ ମତେ ବଧ କରିବ ମତେ ବଧ କରିବା ପାଇଁ ମତେ ଯୁଦ୍ଧ କରିବା ପାଇଁ ସେ ଲଙ୍କାରିବ କିନ୍ତୁ ତା ପାଖରେ ତାଲୁଆ ନାହିଁ କିଛି ନାହିଁ ଗୋଟେ ଦଫନା ଅଛି ପଥର ଅଛି ବର୍ତ୍ତମାନେ ହାଲେଲୁୟା ବହିଥିବା ନାଳର ବହିଥିବା ଜାଗାରେ ଯୋଉ ଜାଗାରେ ପାଣି ଯାଉଛି ସେ ଜାଗାରେ ପାଣି ଯାଇ ଯାଇ ପଥର ଗୁଡାକ କଟି ଯାଇଥାଏ ଚିକଣ ହେଇଥାଏ ବର୍ତ୍ତମାନେ ଆଉ ସେଠୁ 5ଟି ପଥରକୁ ବାହାର କଲେ ଆଉ 5ଟା ମଣ୍ଡଳୀକୁ ଦର୍ଶାଉଛି ବର୍ତ୍ତମାନେ 5ଟା ଆପୋଷ୍ଟଲ ପ୍ରଫେଟ ଦେଖି ଭଗବତୀ ପ୍ରେରିତ ପାଷ୍ଟର ଇଭାଞ୍ଜେଲିଷ୍ଟ এই ସବୁ ବିଷୟକୁ 5ଟି ପ୍ରଭୁଙ୍କର ବାକ୍ୟକୁ 5ଟି ସେବକମାନଙ୍କୁ ଏହା ଦର୍ଶାଉଛି ବର୍ତ୍ତମାନେ ହାଲେଲୁୟା ହାଲେଲୁୟା ଆଉ ସେ ପଥରକୁ କାଢିଲେ ସେ ପଥର ପ୍ରଭୁଙ୍କର ବାକ୍ୟ ଥିଲା ବର୍ତ୍ତମାନେ ସେ ପଥର ଯୀଶୁ ଥିଲେ ବର୍ତ୍ତମାନେ ଆଜି ସେ ପଥର ତାଙ୍କ ପାଖରେ ଅଛି ବର୍ତ୍ତମାନେ ତାମାନେ ତାଙ୍କୁ ଅସ୍ତ୍ରର ଆବଶ୍ୟକ ନଥିଲା ତାଙ୍କୁ କୌଣସି ଖଣ୍ଡର ଆବଶ୍ୟକ ନଥିଲା ତାଙ୍କୁ ପ୍ରଭୁଙ୍କ ବାକ୍ୟ ଆବଶ୍ୟକ ଥିଲା ସେଇ ବାକ୍ୟକୁ ସେ ଧରିଲେ ବର୍ତ୍ତମାନେ ହାଲେଲୁୟା ସେ ଯୁବା ଥିଲେ ସେ ଦୌଡୁଥିଲେ ଯାତ୍ରାରେ ଦୌଡୁଥିଲେ ପ୍ରଭୁଙ୍କର ସହିତ ଚାଲୁଥିଲେ ପ୍ରଭୁ ଉଠୁଥିଲେ କିନ୍ତୁ ଆଜି ଆମେ ଦୌଡୁଛୁ ମଦରେ ଆମେ ଦୌଡୁଛୁ ପାପରେ ଆଜି ଦୌଡୁଛୁ ଆମେ ସମସ୍ୟାରେ ଆମେ ଦୌଡୁଛୁ ଖରାପ ସାଙ୍ଗସାଥି ମାନଙ୍କ ସହିତ ଆମେ ଯୋଉ ଜାଗାରେ ଯିବାକୁ ସେ ଜାଗା ଥାଇ କରୁଛୁ ବର୍ତ୍ତମାନେ କିନ୍ତୁ ଦାଉଦ ଦୌଡୁଥିଲେ ପ୍ରଭୁଙ୍କ ଉପସ୍ଥିତିରେ ଦାଉଦ ଦୌଡୁଥିଲେ ପ୍ରଭୁଙ୍କ ରାଜ୍ୟକୁ ବନାଇବା ପାଇଁ ଦାଉଦ ଦୌଡୁଥିଲେ
ଦୌଡ଼ିବେ, ଆପଣ ଏମଏଲଏ ହେବେ, ଆପଣ ଦୌଡ଼ିବେ ସମୁଦ୍ର ଉତ୍ତର ଦିଗକୁ ବିକ୍ରମ ବର୍ତ୍ତମାନ। ହାଲେଲୁୟା। ଆପଣ ଦୌଡ଼ନ୍ତୁ। ଆଜି ଦାଉଦ ଦୌଡ଼ିଲେ ଆଉ ଗଲିଆତକୁ ବଧ କଲେ। ଲଙ୍କାର ବର୍ତ୍ତମାନେ ତାର ଖଟକ କାମ ଦେଲା ନାହିଁ, ତାର ଜ୍ଞାନ କାମ ଦେଲା ନାହିଁ, ତାର କୌଶଳ କାମ ଦେଲା ନାହିଁ। ପ୍ରଭୁଙ୍କର ଗୋଟିଏ ବାକ୍ୟ, ଗୋଟିଏ ପଥର କଣ କଲା? କାମ ଦେଲା ବର୍ତ୍ତମାନେ। ହାଲେଲୁୟା। ଆପଣଙ୍କ ଲାଇଫରେ ଯେତେ ଟଙ୍କା ଥିଲେ କାମ ଦେବ ନାହିଁ। ଦେଖ ସେଇଦିନ ସେ ମାଲିକ ଟାଇଟାନିକ ଜାହାଜକୁ ବନାଇଲା, ଏତେ ଗର୍ବ ଥିଲା, ତାର ଗର୍ବ କିଛି ସମୟ ମଧ୍ୟରେ ଚୁପଟା ଚୋରିଗଲା ବର୍ତ୍ତମାନେ। ଜାହାଜ ଡୁବିଗଲା ବର୍ତ୍ତମାନେ। ସେ କହିଲା କେବେ ରାତି ତୁଫାନ ଆସୁ, କୌଣସି ସମସ୍ୟା ଆସୁ, ମୋର ଜାହାଜ ନଷ୍ଟ ହେବ ନାହିଁ। କିନ୍ତୁ ଜାହାଜ କଣ ହେଲା ବର୍ତ୍ତମାନେ? ନଷ୍ଟ ହେଇଗଲା, ବୁଡ଼ିଗଲା ବର୍ତ୍ତମାନେ। କିନ୍ତୁ ଆପଣଙ୍କ ପାଖରେ ଜୀବନର ଜାହାଜ ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। এই জাহাজ ଅଛି ବର୍ତ୍ତମାନେ ବିଶ୍ୱସ୍ତ ଭାବରେ ନୌକୁ এই ଜାହାଜ ଦିଆଗଲା ଆଉ ନୌସେ ଜାହାଜ ବନେଇଲେ ଆଉ ବିଶ୍ୱସ୍ତ ଭାବରେ ଜାହାଜକୁ ବନାଇବା ଆରମ୍ଭ କଲେ এই জীবনକୁ ବଞ୍ଚାଇବା ନିମନ୍ତେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯଦି ଆପଣଙ୍କ ପାଖରେ এই ଜୀବନର ଜାହାଜ ଅଛି, ଆକୁ ବ୍ୟବହାର କରନ୍ତୁ। ଆପଣ ସମୁଦ୍ର, ଯେତେବେଳେ ସମୁଦ୍ର ଆସୁ, ଆପଣ ସମୁଦ୍ର ଚାଲିବାକୁ ଷ୍ଟାର୍ଟ କରିବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। যে প্রকার ভিতর সমুদ্র চালিলে, সে যুবা সময়ে সমুদ্র চালিলে, তার বয়স হয়েছিল মধ্য সমুদ্র চালিলে, যিশুকে সঙ্গে চালবাকে স্টার্ট কলে, যিশুকে ভালো কলে, আপনার তাকে ভালো করছেন। পরিশ্রম সমস্যা আসলে, পরিস্থিতি আসলে আপনার দরিদ্র পড়াই যাওয়া করছে মানে, কিন্তু পরমেশ্বর আপনার পরিবার সময় আপনার মোকাবিলা করবার কথা আপনার পরিশ্রম করছে আমাকে। Praise the Lord. তাকে যুবা সময়ের বড় থাকে, শক্তি থাকে, পাওয়ার থাকে বর্তমানে। আজ আপনার পাওয়ার আছে, আপনার কাছে সমুদ্র আছে। ভিতরে প্রবেশ করতো ଆଉ ସେ ଖଣ୍ଡକକୁ ବାହାର କରନ୍ତୁ। ପ୍ରାଇଜ୍ ଦ ଲର୍ଡ। କି ପ୍ରକାର ଟିକେ ବ୍ଲେସିଂ, ଗୋଟେ ଟାଙ୍କିଆ ଭିତରକୁ ପଳାଇ ଯାଉଛି, ବାଡ଼ି ଦେଲେ ପୁନର୍ବାର ଟାଙ୍କି ଆପଣଙ୍କୁ ପଳାଇ ଆସୁଛି। ଲୁହା ବୁଲିବାର ଲୁହାକୁ ବ୍ୟବହାର ଦେଇଛନ୍ତି। ହାଲେଲୁୟା। ତାପରେ ପ୍ରଭୁଙ୍କର ପାଞ୍ଚଟି ପାୱାର ଅଛି, শক্তি আছে। আপনার পরিবারকে করতে ভরে, আপনার করে দেখাইবে করতে ভাই, আপনার দ্বারা সেই ক্ষমতা প্রভু দিয়েছেন। প্রেজ দ্য লর্ড। হালেলুয়া। 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 খ্রিস্টଙ୍କ ପାଖରେ ଥିବା ଲୋକମାନଙ୍କ କୌଣସି ଦ୍ୱନ୍ଦ୍ୱ ଆଜ୍ଞା ନାହିଁ। ରୋମିଓ 8:1 ମୁଁ ପଢୁନାହିଁ, ଶେଷ କରୁଛି। ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। Praise the Lord. Hallelujah. କାହା ପାଖରେ ଅଛନ୍ତି ଭାଇମାନେ? କାହା ପାଖରେ ରହିବା ଦ୍ୱାରା ଦଣ୍ଡ ଆଜ୍ଞା ନାହିଁ? ଟିକେ ଚିଲ୍ଲାଇକି କହିବେ କି? ହଁ, ଖ୍ରୀଷ୍ଟଙ୍କ ଠାରେ ରହିବା ଦ୍ୱାରା କୌଣସି ଦଣ୍ଡ ଆଜ୍ଞା ନାହିଁ। ଯେଉଁ ପର୍ଯ୍ୟନ୍ତ ପ୍ରାଣକୁ ସ୍ଥାବର ଅଛି, ଦଣ୍ଡ ଆଜ୍ଞା ନାହିଁ, ସମସ୍ୟା ନାହିଁ, ପରିସ୍ଥିତି ନାହିଁ, ଭୟ ନାହିଁ। କାହିଁକି? ପରମେଶ୍ୱର ଜୀବିତଙ୍କ ସହିତ ଅଛନ୍ତି, ତା ସହିତ ଛିଡ଼ା ହୋଇଅଛନ୍ତି, ଚାଲୁଛନ୍ତି। ଫିକ କରିବା ଆବଶ୍ୟକ ନାହିଁ। ସେ କହିଲେ ଆମେ ତୁମର ସହବର୍ତ୍ତୀ ଅଛୁ, ଭୟ କର ନାହିଁ। ଆଉ ଗୋଟେ ପ୍ରଫେଟିକ୍ ୱାର୍ଡ ଦେଖୁଛି 41:10, ଯେଉଁମାନେ ଭୟ କରୁଛନ୍ତି, ପଢିଦିଏ ସଞ୍ଜୁ ଶେଷ ବାକ୍ୟ। ତୁମେ ଭୟ କର ନାହିଁ, ତୁମେ ଭୟ କର ନାହିଁ, କାରଣ ଆମେ ତୁମ ସଙ୍ଗରେ ଅଛୁ। କାରଣ ଆମେ ତୁମ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, ନିରାଶ ହୁଅ ନାହିଁ, କାରଣ ଆମେ ତୁମର ପରମେଶ୍ୱର। କାରଣ ଆମେ ତୁମର ପରମେଶ୍ୱର। ଆମେ ତୁମକୁ ସବଳ କରିବା, ଆମେ ତୁମକୁ ସଫଳ କରିବା। ହଁ ଆମେ ତୁମର ସାହାଯ୍ୟ ହଁ, ଆମେ କରିବା, ତୁମର ସାହାଯ୍ୟ କରିବା। ହଁ ଆମେ ଆପଣ ଧର୍ମ ସ୍ୱରୂପ ହଁ, ଆମେ ଆମର ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। ତୁମକୁ ଧରି ରଖିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯେଉଁମାନେ ଚିନ୍ତା କରୁଛନ୍ତି, ପରିସ୍ଥିତି ସତର୍କ ହେଉଅଛି, ଆପଣଙ୍କ ପାଇଁ ବାକ୍ୟ ଅଟେ, ଆପଣ ବେଷ୍ଟ ମେଡିସିନ ଅଟେ ଆପଣଙ୍କ ପାଇଁ। ଯଦି ଆକୁ ଧରିବେ, ଆପଣ ଆଗକୁ ଚାଲିବେ। କାହିଁକି? ଯେତେବେଳେ ପାହାଡ଼ ଭଳିଆ ଘାଟି ଆସୁ, ପ୍ରଭୁ ଆପଣଙ୍କର ହାତକୁ ଛାଡ଼ିବେ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତ ପ୍ରଭୁ ଆପଣଙ୍କ ଚିନ୍ତା କରୁଛନ୍ତି, ମଣ୍ଡଳୀ ଆପଣ ଚିନ୍ତା କରୁଛୁ, ମଣ୍ଡଳୀ ପ୍ରାର୍ଥନା କରୁଛୁ, ସବୁ ପରିବାର ପାଇଁ ଆମେ ସବୁବେଳେ ଆମେ ଆପଣଙ୍କ ପାଇଁ ପ୍ରାର୍ଥନା କରିପାରୁଛୁ। ବର୍ତ୍ତମାନ ଆପଣମାନେ ମଧ୍ୟ ପ୍ରାର୍ଥନା କରନ୍ତୁ, ପ୍ରାର୍ଥନା ରଖନ୍ତୁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଆପଣଙ୍କ ଲାଇଫକୁ ପ୍ରଭୁ ଆହୁରି ଉଜ୍ଜଳ କରନ୍ତୁ। ପ୍ରଭୁ
ବାଚ୍ୟ ଦେଇ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେ